ବହୁତ ବଢିଆ। ଏବେ ଆସନ୍ତୁ ଆଜିର ପୂର୍ଣ୍ଣିମା ରିମେଡିକୁ ସମସ୍ତଙ୍କୁ ସ୍ୱାଗତ, ସମସ୍ତଙ୍କୁ ଶୁଭେଚ୍ଛା, ସମସ୍ତଙ୍କୁ ଶୁଭକାମନା। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ବା ଦେବ ଦୀପାବଳି ବୋଲି ଆମେ ଜାଣିଛନ୍ତି। ଏଇ ଦେବ ଦୀପାବଳିରେ ଆମେ କଣ ଭାବରେ ଆମେ ତ ନିଜେ ନିଜ ସ୍ତରରେ ଯାହା ଯେମିତି ପାଳନ କରୁଛନ୍ତି, ବହୁତ ବଢିଆ କଥା। ଆହୁରି ଆମେ କଣ କରିବା? ବର୍ତ୍ତମାନ ତ ମର୍ଣ୍ଣିଂ ସମୟ ଚାଲିଛି, ଆମେ ବି ଅନେକ ମନ୍ଦିର ଯାଇକି ଆସିଛନ୍ତି, ଅନେକ ବି କ୍ଲାସ ପରେ ନିଶ୍ଚିତ ଭାବରେ ଯିବେ। ଯାହା ଆପଣ ଯୋଉଠି ଆଜି ଦୀପଦାନ କରିବା କଥା କରନ୍ତୁ, କିନ୍ତୁ ନିଶ୍ଚିତ ଭାବରେ ଆଜି ଆମେ ଘରେ ଯୋଉ ଦୀପଦାନ କରିବା, ସେ ଘରେ ଯୋଉ ଦୀପଦାନ କରିବା, ଘର ବାହାରେ ନିଶ୍ଚିତ ଭାବରେ ଦୀପଦାନ କରିବା, ମାନେ ଗେଟ୍ ବାହାରେ। ଆଉ ବିଶେଷ ଭାବରେ ଆଜି ଧ୍ୟାନ ଦିଅନ୍ତୁ, ପ୍ରତିଟି ରୁମରେ, ଆପଣଙ୍କର ପ୍ରତିଟି ରୁମରେ ଆଜି ଦୀପଦାନ କରନ୍ତୁ। ପ୍ରତି କଣରେ ଦେଇପାରିବେ, ଗୋଟେ ବି ଦେଇପାରିବେ, କଣ ଦଉଛନ୍ତି ଦିଅନ୍ତୁ। ପ୍ରତିଟି ରୁମରେ ଆଜି ଦୀପଦାନ କରନ୍ତୁ। ଘରର ବାହାରେ ଏବଂ ପ୍ରତିଟି ରୁମରେ ଆପଣ ଦୀପଦାନ କରନ୍ତୁ। ଯଦି ପ୍ରତି କଣରେ ଦେଇପାରୁଛନ୍ତି ତାହେଲେ ବହୁତ ଭଲ। ଆଉ ବିଶେଷ ଭାବରେ ଭାବୁଛି ସମସ୍ତେ ଏସବୁ ଜିନିଷ କରିବେ। ଆଉ କଣ କରିବେ, ଆଜି ଯେହେତୁ ପୂର୍ଣ୍ଣିମା ରହିଛି, କୌଣସି କାଚ ପାତ୍ରରେ ଆଜି ସନ୍ଧ୍ୟା ବେଳୁ ପାଣି ରଖିଦିଅନ୍ତୁ। ଆପଣଙ୍କର ଯେମିତି ଚନ୍ଦ୍ର କିରଣ ପଡ଼ିବ, ଛାତ ଉପରେ ହେଇପାରେ, ବାଲକୁନିରେ ହେଇପାରେ, କୋଉ ବି ଜାଗାରେ ଆପଣ ଯୋଉ ଜାଗାରେ ତାକୁ ଠିକରେ ରଖିପାରିବେ ସେଇଭଳି ଜାଗାରେ ରଖନ୍ତୁ। ସେ ୱାଟର ଆଜି ରାତିରେ ଏନର୍ଜାଇଜ ହବ, ଚନ୍ଦ୍ରମା କିରଣରେ ଏନର୍ଜାଇଜ ହବ। କାଲିର କ୍ଲାସକୁ ଆସିବା ବେଳେ କହିବାର ଅର୍ଥ ଏଇଥିପାଇଁ ଯେ ସୂର୍ଯ୍ୟୋଦୟ ପୂର୍ବରୁ ସେ ଜଳକୁ ଆପଣ ନେଇ ଆସିବେ, ଏଣ୍ଟାୟାର ଘରେ ଆପଣଙ୍କର ସିଞ୍ଚନ କରନ୍ତୁ। ଏଣ୍ଟାୟାର ଘରେ ଆପଣଙ୍କ ଘରେ ସିଞ୍ଚନ କରନ୍ତୁ। ସେଟା ଗୋଟେ ପଜିଟିଭ ଏନର୍ଜି ଆମ ଘରକୁ ଆସୁଛନ୍ତି। ଇଏ ହେଲା ଦ୍ୱିତୀୟ ରେମେଡି। ତୃତୀୟ ଭାବରେ ମୁଁ କହି ରଖିବାକୁ ଚାହେଁ, ଯୋଉମାନେ କ୍ରିଷ୍ଟାଲ ବ୍ୟବହାର କରୁଛନ୍ତି, କ୍ରିଷ୍ଟାଲର ବ୍ରେସଲେଟ ହେଇପାରେ, ସେଲେନାଇଟ ହେଇପାରେ, କ୍ରିଷ୍ଟାଲର ଆପଣଙ୍କର ଯୋଉ ଆଞ୍ଜେଲ ହେଇପାରେ, କ୍ରିଷ୍ଟାଲର ଯାହା ଆପଣ ମାନେ ବ୍ୟବହାର କରୁଛନ୍ତି, ମାନେ ପ୍ରତି ପୂର୍ଣ୍ଣିମା ଭଳି ଆଜି ଆହୁରି ପାୱାରଫୁଲ ପୂର୍ଣ୍ଣିମା। ଆଜିର ପୂର୍ଣ୍ଣିମାରେ ଆପଣ ସେଇଭଳି ଭାବରେ କ୍ରିଷ୍ଟାଲ ଚନ୍ଦ୍ର କିରଣରେ ଅର୍ଥାତ୍ ସନ୍ଧ୍ୟା ବେଳୁ ବାହାର ଜାଗାରେ, ଯେମିତି ଛାତ ଉପରେ ହେଇପାରେ, ଆପଣଙ୍କର ଚନ୍ଦ୍ରମାଙ୍କର କିରଣ ଯୋଉଭଳି ଭାବରେ ପଡ଼ିବ ସେଇଭଳି ଭାବରେ ଜାଗାରେ ରଖନ୍ତୁ। ଏବଂ ମାନେ କାଲିର ସୂର୍ଯ୍ୟୋଦୟ ପୂର୍ବରୁ ସେ କ୍ରିଷ୍ଟାଲକୁ ଉଠେଇ ଆଣନ୍ତୁ। ସେ କ୍ରିଷ୍ଟାଲ ସମ୍ପୂର୍ଣ୍ଣ ପୁଣି ଚାର୍ଜ ହେଇଯିବ, ଆପଣ ତାକୁ ପୁଣି ଥରେ ବ୍ୟବହାର କରିବେ। ଇଏ ଥିଲା ଆଜି ଏଇ କାର୍ତ୍ତିକ ପୂର୍ଣ୍ଣମୀ ଉପରେ ଆମର ସ୍ୱତନ୍ତ୍ର ଅତି ପାୱାରଫୁଲ ରିମେଡି। ୟାକୁ ଆପଣ ମାନେ ଗ୍ରହଣ କରିପାରନ୍ତି। ବହୁତ ବହୁତ ଧନ୍ୟବାଦ।